ଆଜି ଶୁଣିବା ଉପନ୍ୟାସ ଶିବ ଭାଇ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 2। ମେଲା ଖୋଲା ସତ କାଲିକା କଥା। ଚନ୍ଦ୍ରପୁର ଫେରନ୍ତି ଡାଙ୍ଗ ସୁରୁଡ଼ା ଟପି ମନ୍ତ୍ରାଗୁଡ଼ି ଗାଁ ସେକରେ ବଂଶଧାରା ନଈପାରି ହେଲା ବେଳେ ପଛକୁ ଅନାଇ ଦିଏ ତ କନ୍ଧଲୋକେ ନଈପାର ହେଉଛନ୍ତି। ଜଙ୍ଘ ତଳକୁ ପାଣି, ଦେହରେ ଲୁଗା ତ ନଥିଲା, ଖାଲି 4 ଆଙ୍ଗୁଳିଆ କୌପିନି ଖଣ୍ଡେ ଖଣ୍ଡେ। ତିନ୍ତି ଯିବ ବୋଲି ତାକୁ ବି ଖୋଲିଦେଇ କାନ୍ଧରେ ପକାଇ ଦେଇଛନ୍ତି। ଆଗରୁ ହୁସିଆର, ପାଣି ପଛେ ଜଙ୍ଘ ତଳୁ ଉପରକୁ ନ ଉଠୁ, ଖୋଲା ଦେହ ପିଲା ଦେହ ପରି ଲଙ୍ଗଳା। ନାଲି ଖରାରେ ଆହୁରି ପିଲାଳିଆ ଦିଶୁଛି। ନିଶଧାଡ଼ି ଲମ୍ବେଇ ନିର୍ବିକାର ଭାବରେ ବେଶ୍ ଆମ ମୁହଁକୁ ଅନେଇ ଅନେଇ କଥା ଗପି ଗପି ଆସୁଛନ୍ତି। ହେତୁ ନାହିଁ ଯେ ଦେହକୁ ଲୁଗା ଦରକାର। ଆଉ ଜଳତର ହାଟରେ ଲାଞ୍ଜିଆ ସଅରା ଝିଅମାନେ, ନୂଆ ଲୋକ ଓ ମଟର ଗାଡ଼ି ଉଭୟ କୌତୂହଳ। ଦେଖିବାକୁ ପାଖକୁ ଆସି ଚାକିରିରେ ବେଢ଼ିଚାଇ ଠେଲାଠେଲି କରୁଥିବେ। ଅଣ୍ଟା ଉପରକୁ ଆବରଣ ନାହିଁ, ଅଣ୍ଟା ତଳେ ହାତେ ଓସାର ବେଢ଼ା। ତାଙ୍କୁ ଦେଖିଲେ ବି ଭୁଲରେ ସୁଦ୍ଧା ମନରେ କାହାରି ବିକାର ଆସେ ନାହିଁ। ବରଂ ଲାଗେ ଅଯଥା ଏଇ ସରଳ ସାଧାରଣ ମଣିଷ ଦେହ ଉପରେ ନାନା ପ୍ରକାର ଆଚ୍ଛାଦନ ଖଞ୍ଜି ଭାଗ ଭାଗ କରି ଦେଖାଇ ଲୁଚାଇ ମଣିଷ ଏକ ବିକାରଗ୍ରସ୍ତ ଅସ୍ତୁତ କୁତୂହଳ ଗଢ଼ୁଛି। ଖୋଲା ଦେହ ଭିତରେ ଖୋଲା ମନ। ଯାହା ଭାବେ ତାହା କହେ। ତେଣୁ ଧରିଛି ଅପାକୁ। ଧରିଲେ କ'ଣ ହବ? ଭାରି ଏକବାଜିଆ ଲୋକ ସେ ଶିବ ଭାଇ। ତା ନାଁ ଦେଇଛନ୍ତି ପରା ବଣୁଆ ହାତୀ। ମୁକ୍ତାର ଭାଇ ବିଶ୍ୱନାଥ କନ୍ଧ ଯେତେବେଳେ ଭେଣ୍ଡା ବୟସରେ ମରିଗଲା, ଶିବ ଭାଇ କହିଲା, ସେ ପୁଣି ଜୀଇଁବ। ଆରେ ବା, ଆଶ୍ରମ କାମ ଆରମ୍ଭ ହେଉଛି କି ନାହିଁ? ଅଧାରୁ ଫୋପାଡ଼ି ଦେଇ ଏ ଘଟ ଭାଙ୍ଗି ପୁରୁଣା ଘଟ ଧରିବାକୁ ସେ ଖସି ଚାଲିଯିବ? କଦାପି ହେବ ନାହିଁ। ତେବେ ଏ କାମ ସେ ଆରମ୍ଭ କଲା କାହିଁକି? ସମସ୍ତେ ତ ନିଦରେ ଶୋଇଥିଲେ। ସେ ଆଗ 2 ଅକ୍ଷର ପାଠ ପଢ଼ି ଖବର କାଗଜ ପଢ଼ି ଅନ୍ୟ ଗାଁରେ ଏମିତି ଆଶ୍ରମ କାମ ଚାଲିଛି ବୋଲି ଆମକୁ ବୁଝେଇ ଜଗନ୍ନାଥ ଆଜ୍ଞାକୁ ଚିଠି ଲେଖି ତାଙ୍କ ପାଖକୁ ଯାଇ ତାଙ୍କୁ ଏ ଗାଁକୁ ଆଣିଲା। ପୁଣି ଗମାର ପୁଅ ନୀଳକଣ୍ଠ ଭାଇକି ଆଣିଲା। ପୁଣି ଆଜ୍ଞା ସାଙ୍ଗରେ ପଦା ଦେଶକୁ ଯାଇ କାନ୍ଦି ବୋବେଇ ଗଡ଼ିଏ ଗାଁରେ ବି ଆଶ୍ରମ ବସା ବୋଲି ଝଗଡ଼ିଲା। ତାପରେ ଆଶ୍ରମ ବସିଲା ଏ ଗାଁରେ। ଅପା ଆସିଲା। ପୁଣି ଢାମିଣୀ ଗାଁରେ ଦୁର୍ଗା ପାଖେ ପୁର୍ଜିଗୁଡ଼ା ପାହାଡ଼ ତଳେ ମୁର୍ଦ୍ଦୁଳିରେ ପୁଣି ଜାମ୍ବୁଗୁଡ଼ା ବଣ ଭିତରେ। କାହିଁକି ଏ ନାଟ ଲଗାଇଲା? ସେତେବେଳେ ତାକୁ କହିଥିଲି, ତୁ ମୁକୁତାର ଭାଇ ହୋଇଥିଲୁ, ଏବେ ଦେଶଯାକର ଭାଇ ହେଲୁ। ତୁ ଯୁଆଡ଼େ ମୁଁ ସିଆଡ଼େ। କାହିଁକି ଏ ମାୟାଡୋରି ଲଗାଇଦେଲା? କ'ଣ ଏମିତି ଅଧାରୁ ଖସି ପଳାଇବା ପାଇଁ କି? ତେଣୁ ମୁଁ ମଧ୍ୟ ପ୍ରତିଜ୍ଞା କରୁଛି, ତାକୁ ପୁଣି ସାଙ୍ଗରେ ନେଇକରି ଆସିବି। ସେ ନଈ ଆସିଯିବା ଯାକେ ମୁଁ ଏ ଗାଁକୁ ଆଉ ଫେରିବି କି ଖାଦି ଖାଇବି ନାହିଁ। ଏଇ ପର୍ବତରେ ଯାଇ ତପସ୍ୟା କରୁଥିବି। ଦେଖ ଚାଲିଲି ମୁଁ ଡଙ୍ଗରକୁ, ତୁମେ ମୋତେ ଅଟକାଅ ନାହିଁ। ଆରେ ଆରେ ଆରେ, କ'ଣ କହୁଛି ରେ ଶିବ ଭାଇ? ଶୁଣ ଏହା କଥା। ତପସ୍ୟା କଲେ ମଲା ମଣିଷ, ପୋଡ଼ା ହୋଇ ସାରିଲା ମଣିଷ ପୁଣି ଜୀଇଁ ଉଠିବ? ସମସ୍ତେ କହିଲେ, ଯେ ଗଲା ସେ ଗଲା। ଆମେ ଯେତେହେଲେ ଖଟି ଖାଇବା ଲୋକ। ସକାଳୁ ଉଠିଲେ ଖାଇବା ଗଣ୍ଡାକ ଯୋଗାଡ଼ କରି ନ ବୁଲିଲେ ପେଟ ପାଟଣା ଚଳିବ ନାହିଁ। କିଏ ଖନ୍ଦା ଖୋଳୁ, କିଏ ଅବା ହଳ ବୁଲଉ। ତେଣୁ କାନ୍ଦି ବସିଲେ ଆମ କାମ ଚଳିବ ନାହିଁ। କାନ୍ଦିବାକୁ ମନ ଥିଲେ ମନା ଲୋକ ସାଙ୍ଗରେ ଆମେ ବି ମରିଯିବା ଅଛି। ଯାଉ ବିଶ୍ୱନାଥ ବିଖ୍ୟାତ ହିକୋକା ଅର୍ଥାତ୍ ବଡ଼ସୁଆଁ ଗୋତ୍ରର ତାର ଜନ୍ମ। ହିକୋକା ବଂଶ ପବିତ୍ର ହେଲା ତାର ସାଧନାରେ, ତାର କାର୍ଯ୍ୟରେ। ଆଉ ତା ପାଇଁ ଶୋକ କରି କ'ଣ ହେବ ଶିବ? କିଏ ଶୋକ କରୁଛି? ନାଲି ଆଖି ଦେଖାଇ ଶିବ ଭାଇ କହିଲା, ଶୁଣିନ, ବାପା କହନ୍ତି କର୍ମମୟ ଜୀବନରେ ଶୋକ ପାଇଁ ଅବସର ନାହିଁ। ଶୋକ ଏ ଆତ୍ମାକୁ ସାନ କରିଦିଏ। ଆଉ ଜାଣିଥା ମୁକ୍ତା, ମୁଁ ମଲେ ତୁ ମୋ ପାଇଁ ଶୋକ କରିବୁ ନାହିଁ, ମନକୁ ଖୁସି କରି ରଖିବୁ। ମନ ହେଲେ ଆଉ ଜଣକୁ ବାହା ହେବୁ ତୁ। ମୁଁ ଯେଉଁଠି ଥାଏ ଭାରି ଖୁସି ହେବି। ତୁ କାନ୍ଦିଲେ ମୋ ଆତ୍ମା ଛଟପଟ ହେବ। ତୁ ହସୁଥିଲେ ମନ ଖୁସିରେ ମୁଁ ଉଡ଼ୁଥିବି ବୁଲୁଥିବି। ମେଘ ନହେଲେ ମେଘ ଢାଳିବ, ପାଚି ନହେଲେ ପାଚି ଅଜାଡ଼ି ଦେବି। ବାପା ଗୀତା ବୁଝାନ୍ତି, କହନ୍ତି ଏ ଆତ୍ମା ଗୋଟିଏ ନୁହେଁରେ କୋଟିଏ। ସବୁ ଆତ୍ମା ମିଶି ଏକ ପରମ ବ୍ରହ୍ମ ମହାସମୁଦ୍ର। କହନ୍ତି ସାଧନା କଲେ ଅସମ୍ଭବ କିଛି ନାହିଁ। ଇଂରେଜୀ ଲୋକେ ଆମ ଦେଶ ଛାଡ଼ି ଯେ ଚାଲିଗଲେ ସେ ତ ଛୋଟିଆ କଥା। ସାଧନା କଲେ ଯୁଗ ଓଲଟିଯିବ, ସତ ଉପୁଜିବ, ସ୍ୱାର୍ଥ କଟିଯିବ। ଦେଖ ନା କେମିତି ସାଧନା ବଳରେ କଳି ତୁଟୁଛି। ସତ୍ୟ ଯୁଗର ସିନ୍ଦୁର ଫାଟୁଛି। ଲୋକେ ମନକୁ ମନ ଜମି ହେଉଛନ୍ତି। ଯେମିତିକି ଭୂମି ନଥିବା ଲୋକ ଭୂମି ପାଇବ। ଗାଁକୁ ଗାଁ ସବୁ ଜମି ମିଶାଇ ଦେଇ ଏକାଠି କୋଠ କରି ଦେଉଛନ୍ତି। ଯେମିତିକି ଗାଁ ଯାକ ମିଶି ଗୋଟିଏ ପରିବାର।
ସାଧନା କରି ତୁଚ୍ଛ ମଲା ମଣିଷଟେ ଜିଇଁପାରିବ ନାହିଁ ତମେ କହୁଛ? ଚାଲିଲେ ମୁଁ ଡଙ୍ଗରକୁ। ନାଇଁ ନାଇଁ, ମଲା ମଣିଷ ବଞ୍ଚେ ନାହିଁ ଶିବ ଭାବି, କାନ୍ଦି କାନ୍ଦି କହିଲା ଚନ୍ଦ୍ରମା, ମୁକ୍ତାର ସାନ ଭଉଣୀ। ଦୁଃଖରେ ତୋର ମୁଣ୍ଡ ବିଗିଡ଼ି ଯାଇଛି ସିନା, ମଲା ମଣିଷ ବଞ୍ଚେ ନାହିଁ। ଭଙ୍ଗା ଖପରା ଏକାଠି କରି ମାଠିଆ ଗଢ଼ି ହୁଏ ନାହିଁ। ତୁ କିଏ ବାୟା ହେଲୁ? ଚାଲିଲୁ ଲେଖିବା ଚିଠି ବାପାଙ୍କ ପାଖକୁ, ନୂଆ ମାଙ୍କ ପାଖକୁ। କେମିତି ତୁ ତପସ୍ୟା କରି ମଣିଷ ବଞ୍ଚାଇବୁ? ନୂଆ ମା କହେ, ଫୁଲଟି ଫୁଟିବା କେଡ଼େ ସୁନ୍ଦର, ଫୁଲଟି ଝଡ଼ିବା ବି ସୁନ୍ଦର, କାରଣ ସେ ଈଶ୍ୱରଙ୍କ ଦୟା, ଈଶ୍ୱରଙ୍କ ଇଚ୍ଛା। କିନ୍ତୁ ମଣିଷ ଯଦି ସେ ଝଡ଼ିଲା ପାଖୁଡ଼ା ଏକାଠି କରି ତା ଉପରେ ମନ୍ତ୍ର ପାଣି ଛିଞ୍ଚି ସେ ପୁରୁଣା ଫୁଲଟା ଗଢ଼ିବାକୁ ଚେଷ୍ଟା କରେ, ତେବେ ତା ସୁନ୍ଦର ନୁହେଁ। ଯେଡ଼େ ବଡ଼ କିମିଆ ବଡ଼ ହେଉ ସେ, କାରଣ ସେ ସତ ନୁହେଁ। ଯାହା ସତ ନୁହେଁ ତା ସୁନ୍ଦର ନୁହେଁ, କାରଣ ତା ଈଶ୍ୱରଙ୍କ ଇଚ୍ଛା ନୁହେଁ। ନୂଆ ମା ଜାଣିଛି ତାର ପେଟର ପୁଅ ସିନା ଛାଡ଼ି ଚାଲିଗଲା, କୋଳର ପୁଅ ଝିଅ ଅଗଣତି। କେତେ ପୁଅ କେତେ ଝିଅ। ଅଦିନରେ ଫୁଲ ଝଡ଼ିବାର ଦୁଃଖ କ'ଣ ସେ ଜାଣିଛି? ଫୁଲ ଫୁଟିବାର ସୁଖ ବି ସେ ଜାଣିଛି। ସେଇଥିପାଇଁ ତ ଖାଲି ପାଦରେ ଚାଲି ଚାଲି ବୁଲନ୍ତି ସେମାନେ। ନଈନାଳ ପାରି ହୋଇ ବଣ ପାହାଡ଼ ଚାରିଆଡ଼ ନଇଲେ ସୁଖ କରନ୍ତେ କାହିଁକି? ବାପା କହନ୍ତି, ଈଶ୍ୱରଙ୍କ ଇଚ୍ଛା ସଙ୍ଗରେ ଆମ ଇଚ୍ଛାଟା ମିଳେଇ ପାରିଲେ ସିନା ଚିହ୍ନା ଚିହ୍ନି ହେବ, ସୁଖ ଉପୁଜିଯିବ, ନହେଲେ କେମିତି? ତୁ ଆଉ ବାୟା ହନା। ଇଏ କହିଲେ, କନ୍ଧୁଳି ଝିଅ ଏମିତି ବ୍ରହ୍ମଜ୍ଞାନ ତତ୍ତ୍ୱ କହିପାରେ ଅପା? କହି ନ ପାରିବ କାହିଁକି? ବ୍ରହ୍ମଜ୍ଞାନ ଫେରେ କେଉଁଠୁ ଆଇଲା? ଏଇ ମଣିଷ ଜ୍ଞାନ ତ। ମଣିଷ ଆତ୍ମା କଥା ନ ଜାଣିଲେ ମଣିଷ ଆତ୍ମା ଭିତରର ସମାନପଣ ଜାଣିପାରିବ କେମିତି? ସେ ସମାନପଣ ନ ଜାଣିଲେ ମଣିଷ ମଣିଷର ଭାଇପଣ କେମିତି ବୁଝିବ, ବୁଝେଇବ? ସ୍ୱାର୍ଥ କେମିତି କଟେଇବ, ଆଲୁଅ କେମିତି ଲଗେଇବ? ରାଜନୀତିରେ ବ୍ରହ୍ମଜ୍ଞାନ? ରାଜନୀତି ନୁହେଁ, ମଣିଷ ଭାଙ୍ଗି ପଡ଼ିଛି, ତାକୁ ଗଢ଼ିବା ପାଇଁ ନୀତି, ସତ୍ୟ ଯୁଗ ତିଆରି କରିବାକୁ ନୀତି। ରାଜନୀତିଠୁ ବି କାହିଁ କେତେ ଦୂର। ହଁ, କ'ଣ କହୁଥିଲି ଠିକ୍? ଆଗ ଆତ୍ମା କଥା ଜାଣିବା ଦରକାର। ତାକୁ ନ ଜାଣି ତମେ ଯେତେ ଗଢ଼ ସେ ଭୁଷୁଡ଼ି ଯିବ। ଦେଖୁନା, ସେଇଥିପାଇଁ ବିପ୍ଳବୀ ଅରବିନ୍ଦ ଧରିଲେ ଆଧ୍ୟାତ୍ମିକ ସାଧନା। ଦେଶ ପାଇଁ କେତେ ଲୋକ ଏପରି ଭାବିଛନ୍ତି କ? ସେଇଥିପାଇଁ ସ୍ୱୟଂ ମହାତ୍ମା ଗାନ୍ଧୀ ଧରିଲେ ରାମଧୁନ। ତାଙ୍କ ଜୀବନର ଶ୍ରେଷ୍ଠତମ କାର୍ଯ୍ୟ ସେ। ଶେଷରେ ଏପରି ସଞ୍ଚରି ଗଲା ରାମ ନାମ ତାଙ୍କଠି ଯେ ଗୁଳି ଯେତେବେଳେ ବାଜିଲା ସେ ଘଟରୁ ବାହାରିଲା ରାମ ରାମ। ଆଉ ଏଇ ଯେ ବାବାଜୀ ଏଡ଼େ ଆଶାରେ ଲାଗି ପଡ଼ିଛି ସତ୍ୟଯୁଗ ତିଆରି କରିବାରେ, ଯାହା ଦେହରେ ସବୁ ରାଜନୀତି ଏକାଠି ରୁଣ୍ଡ ହୋଇ ଲାଗିଯାଉଛି ଶିବଙ୍କ ଦେହରେ ପାଉଁଶ ପରି, ସେ ତ ବିଶୁଦ୍ଧ ବାବାଜୀ। ମଣିଷ ଆତ୍ମା କଥା ନ ଜାଣିଲେ ମଣିଷ ଆତ୍ମା ଭିତରର ସମାନପଣ ଜାଣିପାରିବ କେମିତି? ଭଗବାନ ବୁଦ୍ଧ ବି ସେ କଥା କହୁଥିଲେ। ସେ ଥିଲେ ବେନାୟକ ବିପ୍ଳବୀ। କହିଥିଲେ, ଭଗବାନ ଶ୍ରୀକୃଷ୍ଣ ବି ଗୀତାରେ କହିଥିଲେ, ମହାପୁରୁଷ ହିଁ ଯୁଗ ପ୍ରବର୍ତ୍ତକ। ଯେଉଁ ରାଜନୀତିର ଅର୍ଥ କୂଟନୀତି, ସେ ତ ପିଶାଚ ନୀତି, ସେ ମନୁଷ୍ୟ ନୀତି ନୁହେଁ। ମୁଗ୍ଧ ହୋଇ ସମସ୍ତେ ତାଙ୍କ କଥା ଶୁଣିଥିଲେ। ତେବେ ଚନ୍ଦ୍ରମା ତ ସାଧାରଣ କନ୍ଦୁରି ଝିଅ ନୁହେଁ। ଅପା କହିଲେ, ସେ ବିଶ୍ୱନାଥର ଉପଯୁକ୍ତ ଭଉଣୀ। ଆପଣା ଜାତିର ଉନ୍ନୟନ କାର୍ଯ୍ୟ କରିବା ପାଇଁ ଜୀବନଟାକୁ ଉତ୍ସର୍ଗ କରିଛି। ସେଥିରେ ବାଧା ଆସିବ ବୋଲି ବିଭା ବି ହେଲା ନାହିଁ। ସମସ୍ତେ ଯେପରି କର୍ମୀ ଶିକ୍ଷା ପାଆନ୍ତି, ସେ ବି ଶିକ୍ଷା ପାଇଁ ଚାଲି ଆସିଲା। କିନ୍ତୁ କେଡ଼େ ଚଞ୍ଚଳ, ସବୁ କାମ ଶିଖି ପକାଇଲା। ଗାଁ ପିଲାଙ୍କୁ ପାଠ ବି ପଢ଼ାଏ, ଓଡ଼ିଆ ପାଠ ଶିଖିଛି। ଓଡ଼ିଆ ପାଠରେ ହିଁ ତ ଭାଗବତ ପୁରାଣ ସବୁ ଅଛି, ତାର ଆଉ ଅଧିକା ଦରକାର କ'ଣ? ହଠାତ୍ ସେ କାହାଣୀ ଭିତରୁ ଗୋଟିକି ଗୋଟି ହୋଇ ବାହାରି ଆସୁଛନ୍ତି ରୂପ। ଯେପରିକି ଗୋଟିଏକୁ ସାମ୍ନାରେ ଟେକି ଧରିଲେ ବଳେ ତା ପାଖରେ ଆଉ ପାଞ୍ଚଟି ବି ଆସିଯାନ୍ତି ଓ ସେମାନଙ୍କୁ ନ ଚିହ୍ନିଲେ ସେ ଗୋଟିକକୁ ବି ଚିହ୍ନି ହୁଏ ନାହିଁ। କିନ୍ତୁ ପଡ଼ିଥିଲା ତାହାରି କଥା। ଚନ୍ଦ୍ରମା ମନା କରିବାରୁ ଶିବ କ'ଣ କଲା ଅପା? ଶାଳୀର କଥା ରଖିଲା। ଶାଳୀର କଥାରେ ସେ ଶାଳ ଗଛ ବାନ୍ଧି ହୋଇପାରିଲା ନାହିଁ। କହିଲା, ଚନ୍ଦ୍ରମା ତୁ ଜାଣିନାହୁଁ, ସାଧନା ବଳରେ ସବୁ ହୁଏ। ମଲା ମଣିଷଟା ବଞ୍ଚାଇ ପାରିବା କ'ଣ ବଡ଼ କଥା? ଆରେ ଆତ୍ମା କେବେ ମରେ ତୁ ଜାଣିଛୁ? ଦେହଟା ସିନା ଫୋପଡ଼ା ହୁଏ, ଆତ୍ମାଟା ତ ଆଉ ଦେହ ନୁହେଁ। ମନ ହେଲେ ସେ ପୁଣି ଦେହ ଧରେ। ଆମେ ଖୋଜୁଛୁ ଆମ ବିଶ୍ୱନାଥ ଭାଇ ଯେମିତି ଚେହେରାର ଥିଲା ସେମିତି ତା ଗାଁକୁ ଫେରି ଆସୁ, ପାଠ ଶିଖଉ, ସୂତା କଟା ଶିଖଉ, ଗାଁ ଗାଁ ବୁଲି ଭଲ ବୁଦ୍ଧି ଦେଉ। ଗାଁ ଗାଁ ବୁଲି ସମସ୍ତଙ୍କର ସମ୍ପତ୍ତି ଏକାଠି ଠୁଳ କରୁ କରୁ ଏକ ପରିବାର ଯେମିତି ସମସ୍ତେ ଭଲରେ ରହିବେ, ସମସ୍ତେ ବାଣ୍ଟି କୁଣ୍ଟି ଖାଇବେ, ଏ ଦେଶ ଉଜ୍ଜଳ ହେବ। ନହେଲେ କିଏ ସେ? ଆମ କନ୍ଧମାନଙ୍କ ଭିତରେ ଏଡ଼େଟାଏ ଅଛି, ତାର ଆତ୍ମାଟାଏ ବଞ୍ଚିଛି, ବୁଲୁଥିବା ବାକି। ଖାଲି ନୂଆ ଖଦି ପରି ନୂଆ ଦେହଟେ ଦରକାର। ସେତିକି ହେଲେ ସେ ଚାଲି ଆସିବ। ମହାପୁରୁକୁ ମାଗିଲେ ସେ କ'ଣ ସେତିକି ହୁକୁମ କରିବ ନାହିଁ? ନଇଲେ ସେ କାହିଁକି ମହାପୁରୁ ନା ଧଇଲା? ତୁମେ ଆମେ କ'ଣ ମହାପୁରୁ ହୋଇପାରନ୍ତୁ ନାହିଁ? ନା, ତୁମେ ଦୁଃଖ କର ନାହିଁ।
ମୁଁ ଯିବି ତପସ୍ୟା କରିବି। ମହାପ୍ରଭୁ ବଳେ ଆମ ଡାକ ଶୁଣିବ। ସେ ବାପା ହେଇଛି, ଆମେ ଯେ ପିଲା, ସେ ପିଲାର ଡାକ ଶୁଣିବ ନାହିଁ। ଏ ସରଳ ବିଶ୍ୱାସରେ ସତେଅବା ଶିବ ଉଡ଼ିଆସି ଠିଆ ହେଲା ଆମ ପିଣ୍ଡାରେ। ପିଲାଏ ସେହି କଳ୍ପନାରେ ହିଁ ତ ମୁଗ୍ଧ ହୋଇ ବସିଥାନ୍ତି। ଟିକି ପିଲାମାନେ ଖୁଜୁବୁଜୁ ହେବା, କଳି କରିବା ବି ପାଶୋରି ଯାଇଥାନ୍ତି। ଅପା କହିଗଲେ। ଚନ୍ଦ୍ରମା ଆହୁରି କାନ୍ଦିଲା। ଶିବର ଶ୍ୱଶୁର ବୁଢ଼ା ନନ୍ଦକନ୍ଧ ଗାଁର ମୁଣ୍ଡିଆଳ। ସେ ଡେଙ୍ଗା ଗୋରା ପାକଳା ବୁଢ଼ା କାନ୍ଦି କାନ୍ଦି ଆକାଶକୁ ମୁହଁ ଟେକି କହିଲା, ହେ ଧର୍ମ, ତୁଇ ଜାଣୁ। ପୁଅ ତ ମଲା, ଫେର ଜୁଇଁଟିର ମୁଣ୍ଡ ଖରାପ କଲୁ। ବଣକୁ ପଳେଇବା ବାଘ ମୁହଁକୁ ଯିବା ଏକା କଥା। ଗାଁ ଲୋକ ମୋତେ ମନା କଲେ, କେତେ ବୁଝେଇଲେ। ସେ ଯାହା ଧରିଛି ସେୟା। ଗାଁ ସେ ପାଖେ ରେଲ ଲାଇନ୍, ସେ ପାଖେ ଧାଡ଼ି ହୋଇ ଚାଲିଛି ପାହାଡ଼। ନିୟମଗିରି ପର୍ବତ ସଙ୍ଗେ ମିଶି ଯାଇଛି ବାଘର ଘର। ଦି ପାହାଡ଼ ମଝିରେ ପର୍ବତ ଉପରେ ଯେଉଁ ଟିକେ ଖାଲି ପରି ଦିଶେ, ଅରାଇ ଜାଗାରେ ବଣହାଣି ସଫା କରାହୋଇଛି। ଦି ଚାରିଟା ଝଙ୍କା ଝଙ୍କା ତେନ୍ତୁଳି ଗଛ ଅଛି। ସେ ଅରାକ ଶିବର ହରଡ଼ ଲଗାଇବା ଜାଗା। ତାରି ଉପରେ ପାହାଡ଼ ତାଳୁରେ ଖଣ୍ଡେ ଚଟା ପଥର ଅଛି। କତିକି ଲାଗିଅଛି ଭୀଷଣ ବଣ। କରକେ ପାତାଳ ଗହୀରରେ ଝୋଲା ଚାଲିଛି। ସେ ଚଟାଣରେ ବସି ରହିଲା ଶିବ ତେନ୍ତୁଳି ଗଛ ତଳେ। ଗୋଲକ କଲେ, ତାଙ୍କୁ ଘୋଡ଼େଇ ଦେଲା। ଖିଆ ନାହିଁ, ପିଆ ନାହିଁ, ହଲ୍ ନାହିଁ, ଚଲ୍ ନାହିଁ। ଆଖି ବୁଝି ସେ ଲୋକଟା କାଠ ପରି ବସି ରହିଲା। ୟାରି ନା ଶିବର ତପସ୍ୟା। ଏମିତି ସୋରିଷ ଫୁଲିଆ ଶୀତ ଦିନ। ସେ ଜାଗାରେ ହେମାଳ ଯେ ରାତିରେ ପାଣି ଥାଳି ରଖିଦେଲେ ସକାଳକୁ ସର ପଡ଼ି ଯାଇଥିବ। ଖଣ୍ଡେ ଦୂରରେ ବାଁ ଡାହାଣରେ ଉହାଡ଼ରେ ପଲ୍ଲା ମାରି ନିଆଁ ଜାଳି ଅର୍ଜୁନ, ଲଛପନ, ରାଧେନା ଆଉ ଗାଁର କିଛି ଲୋକ ଜଗି ରହିଲେ। କିନ୍ତୁ ପାଟିତୁଣ୍ଡ ନାହିଁ। ଦେଖିଲେ ସେ ପୁଣି କୁଆଡ଼େ ଦୌଡ଼ି ପଳେଇବ। ପାଳି କରି ଜଗୁଥାନ୍ତି। କଥା ହୁରି ହୋଇଗଲା। କେତେ ଲୋକ ଦେଖିବାକୁ ଧାଇଁ ଆଇଲେ। ଦୂରରୁ ଦେଖନ୍ତି, ଝୁଣା ଧୂଆଁ ଦିଅନ୍ତି, ଦଣ୍ଡବତ କରନ୍ତି। ଲୋକେ ଭାବିଲେ କୋଉ ଦେବତା ତାକୁ ଆଶ୍ରା କରିଛି। 4 ଦିନ ଗଲା ପରେ ଲଛମନ ବାହାର କଲା ଏକ ଫସାଦ। ଗାଁ ପୂଜକ ଡ୍ରିମ୍ବା ଡିସାରିର ସାହାଯ୍ୟ ନେଲା। ବେଜୁଣୀ ବୁଢ଼ୀ ଯାହାକୁ କୁଆଡ଼େ ଦେବତା ପ୍ରସନ୍ନ ହୁଏ, ସେ କାଳିସୀ ହୋଇ ନାଚେ, ସେ ବି ଦୁଆ ଦେଲା। ସେମାନେ କହିଲେ ବିଶ୍ୱନାଥ ସପ ନେଇଛି। ଗାଁରେ ଅନାଚାର ହେଲା। ଶିବର ତପସ୍ୟା ବିଗିଡ଼ିଲା। ଆଉ ବିଶ୍ୱନାଥ ଆସିବ ନାହିଁ। ସମସ୍ତେ ଏକାଠି ହୋଇଯାଇ ଶିବକୁ କହିଲେ। ସେ ଯେଉଁ ବିଶ୍ୱାସରେ ପର୍ବତ ଚଢ଼ିଯାଇ ବସି ରହିଥିଲା, ସେହି ବିଶ୍ୱାସରେ ଗାଁକୁ ଫେରି ଆସିଲା। ପୁଣି ସୁସ୍ଥ ଲୋକ ଆଖି ବୁଲି ବୁଲି ଗାଁ ଲୋକଙ୍କୁ କହୁଥାଏ, ବିଶ୍ୱନାଥ ଭାଇକୁ ଆମେ ମାରିଛୁ ଆମ ଗାଁ ଲୋକେ। ଆମର ଅନାଚାର ହୋଇ ନ ହୋଇଥିଲେ ସେ କ'ଣ ଆସିନଥାନ୍ତା? ହଠାତ୍ କୁଆଡ଼ୁ ଉଡ଼ି ଆସିଲା ଗୋଟାଏ ମସ୍ତ ବଡ଼ ଚିତ୍ର ବିଚିତ୍ର ପ୍ରଜାପତି। 2 ଆଖି ମେଲାଇ ଦେଲା ବେଳକୁ ମଣିଷର 2 ହାତ ପାପୁଲି ମିଶି ଯେଡ଼ିକି ସେଡ଼ିକି ବଡ଼। ଏଡ଼େ ବଡ଼ ଏଡ଼େ ସୁନ୍ଦର ପ୍ରଜାପତି ମୁଁ କେବେ ଦେଖି ନାହିଁ। ପିଲାଏ ଚହଳ କରି ଉଠିଲେ। ତାଙ୍କ ମା ବି ଧାଇଁଗଲେ ପାଖକୁ। ଅପା କାହାଣୀ ବନ୍ଦ କରି ପ୍ରଜାପତି ଉପରେ ନଇଁପଡ଼ି କହିଲେ, ଏଡ଼େ ସୁନ୍ଦର ପ୍ରଜାପତି ମୁଁ କେବେ ଦେଖି ନାହିଁ। ପ୍ରଜାପତି ଯେପରିକି ତାଙ୍କର ପ୍ରଶଂସା ଗ୍ରହଣ କଲା। ଗୋଲ ଗୋଲ ସୁନ୍ଦର ଡୋଳା ଦୁଇଟି ଟେକି ଧରିଲା ତାଙ୍କ ଆଡ଼କୁ। ପେଟ୍ରୋମାକ୍ସ ଆଲୁଅରେ କେଡ଼େ ସୁନ୍ଦର ଦିଶୁଛି ସେ। ବିଧାତାର ଆଶ୍ଚର୍ଯ୍ୟ ସୃଷ୍ଟି। ସୁନ୍ଦର ପ୍ରଜାପତି। ପ୍ରଜାପତି ତଳୁ ଉଡ଼ି ପିଲାମାନଙ୍କ ଉଦ୍ୟତ ହାତକୁ ଏଡ଼ି ଦେଇ ସିଧା ବସିଲା ତାଙ୍କ ମାଙ୍କ କାନ୍ଧ ଉପରେ। ସେ ମୁହଁ ବୁଲାଇ ତାକୁ ଚାହିଁଲେ। ସେ ବି ଚାହିଁ ରହିଲା ତାଙ୍କୁ। ଯେପରିକି ପ୍ରଜାପତି ଆମ ସଙ୍ଗରେ ଏକ ସ୍ନେହର ସମ୍ବନ୍ଧ ପ୍ରତିଷ୍ଠା କରିବାକୁ ଖୋଜୁଛି। ସେ ଆଉ ଆମେ ଭାଇ ଭାଇ। ପିଲାଏ କହିଲେ, ରଖିବା ବୋଉଆକୁ। ଅପା କହିଲେ, ସେ ତ ତା ମନକୁ ଆସିଲଣି। ଦେଖୁନ କ'ଣ କହୁଛି ତମ ବୋଉକୁ। ସମସ୍ତଙ୍କ ଦୃଷ୍ଟି ସେତେବେଳେ ତାଠି ବାନ୍ଧି ହୋଇ ରହିଛି। ହଠାତ୍ ସେ ପକ୍ଷୀ ହଲେଇ ହଲେଇ ଉପରକୁ ଉଡ଼ିଗଲା। ଚାହୁଁ ଚାହୁଁ ବିଜୁଳି ବେଗରେ ମୁଣ୍ଡ ଖୋଲା ପେଟ୍ରୋମାକ୍ସ ଆଲୁଅ ଚାରିକରେ ଦିଘରା ବୁଲି ଆଲୁଅ ଉପରପଟେ ତଳକୁ ଖସିପଡ଼ି ଚଳି ଉଠିଲା। ଆଖି ପିଛୁଡ଼ାକେ ପାଉଁଶ ମେଞ୍ଚାଏ ତଳକୁ ଝଡ଼ି ପଡ଼ିଲା ସେତିକି। 5ଟି ପିଲା। ମା ଅପା 5 ମିନିଟ୍ ପର୍ଯ୍ୟନ୍ତ କେହି ପାଟି ଫିଟେଇଲେ ନାହିଁ। ସତେ ଯେପରିକି ନିଶ୍ୱାସ ଅଟକି ରହିଲା। ତାପରେ ପିଲାଏ ଚିତ୍କାର କଲେ। ତାଙ୍କ ମା ବି କାନିରେ ମୁହଁ ପୋଛିଲେ। ଗୋଦରା ପାଟିରେ କହିଲେ, କାହିଁକି କୁଆଡ଼ୁ 2 ଦଣ୍ଡ ପାଇଁ ଉଡ଼ିଆସି ମାଆ ଲଗିଥି ଆମରି ଆଗରେ ଝାସ ଦେଲା? କିଏ ତାକୁ ଡାକି ଯାଇଥିଲା? କାହିଁକି ଫେର ମୋରି କାନ୍ଧରେ ବସିଲା? ଅପା ଦୀର୍ଘଶ୍ୱାସ ପକାଇଲେ। କହିଲେ, ସତେ। ଦେଖ ତ, ଏ କଥା କ'ଣ ଆମେ ଜାଣିନଥିଲୁ ଯେ ନୂଆ କରି କହିବାକୁ ଆସିଥିଲା? ସଂସାର 2 ଦିନିଆ। ତାଙ୍କ ଆଖିରେ ବି ଲୁହ ଚିକ୍ ଚିକ୍ କରୁଥାଏ। ଟିକିଏ ଆଗରୁ ହେଇ ସେଠି ସେ ବସିଥିଲା, ଆଉ ସେ ନାହିଁ। ଅନ୍ଧାରରୁ ଉଡ଼ି ଆସିଥିଲା, ପୁଣି ହଜିଯାଇଛି। ମଣିଷ ଛାତିରେ ମରଣର କାକର ହାତ ବାଜି ଛାତି ଥରି ଉଠିଥିଲା। ମୃତ୍ୟୁ। ଓଃ,
ଡୁମରିଗୁଡ଼ାରେ ସେଦିନ ଦ୍ୱିପହରେ ଖବର ଆସିଲା ଯେ ମାଙ୍କଡ଼ପୋଲ ଶିବର ବଡ଼ କାନ୍ଦୁଲ କ୍ଷେତରେ ପଡ଼ିଛନ୍ତି। ବଡ଼ କାନ୍ଦୁଲ ଏକ ପ୍ରକାର ବଡ଼ ହରଡ଼, ତାହା ପର୍ବତ ଡାଳୁରେ ହିଁ ହୁଏ। ଗାଁଠୁ କୋଶେ ବାଟରେ ରେଲ ଲାଇନ୍। ସେ ପାଖେ ବଡ଼ ଡଙ୍ଗାରେ ଶିବ ତାର କାନ୍ଦୁଲ ଲଗେଇଥିଲା। ପାହାଡ଼ରୁ ଓହ୍ଲେଇ ପଡ଼ି ଡାକେ ବାଟେ ଗଲେ ବୁରୁନ୍ଦା ବାଡ଼ିକା। ହରଡ଼ ଗଛ ବଢ଼ିଛି ଜଙ୍ଗଲ ପରି। ଗୋଟାଏ ଗୋଟାଏ ଗଛ 8 ହାତ 10 ହାତ ଉଞ୍ଚ। ପ୍ରତି ମଞ୍ଜି ଆପଣା ହାତରେ ପର୍ବତ ସନ୍ଧିରେ ତେଣ୍ଟାରେ ଖୋଳି ଖୋଳି ଲଗେଇଛି। କଳା ମିଶମିଶ ହୋଇ ଉଲୁସି ଉଠିଛି। ତାପରେ ପର୍ବତ ଉପରେ ତାର ଜଡ଼ାକ୍ଷେତ ଏରଣ୍ଡ ହୋଇଛି ମହାଦୃକ। ଢାଲୁ ତଳକୁ ବାଜ୍ରା ବଢ଼ିଛି, ତା ତଳକୁ ସୁମା କନ୍ଧର ସମ୍ପତ୍ତି ପାହାଡ଼ ଉପରେ। ବାହାରର ଲୋକ ତଳର ଜମି ଦଖଲ କରିଛନ୍ତି ନାନା ଫିକରରେ। ପାହାଡ଼କୁ ସେମାନଙ୍କର ବଳ ନାହିଁ। ସେଠି କନ୍ଧ ହିଁ ମାଲିକ। ସେଠିକି ହଳ ପହଞ୍ଚିବ ନାହିଁ, ଟ୍ରାକ୍ଟର ପହଞ୍ଚିବ ନାହିଁ, ଖାଲି କନ୍ଧର ପାଦ। ଯେ ତୀଖ ପାହାଡ଼କୁ ଝିଟିପିଟି ପରି ଚାପି ଧରେ, ଆଉ ତାର କୋଡ଼ିକି ଟାଙ୍ଗିଆ। ସିଧାସଳଖ ମୁଣ୍ଡ ବୁଲା ପାତାଳକୁ ଅନେଇଲେ ବି କନ୍ଧର ଗୋଡ଼ ଖସେ ନାହିଁ। ସେ ସେହି ପୋଛିଦେଲା ପରି ସଳଖ ଢାଲୁରେ ଧାଉଁ ଦଳ କରିପାରେ। ଉଞ୍ଚରେ ଚଢ଼ି ବାଘ, ମେଢ଼ା, ଇଗଲ, ଚଢ଼େଇ, ଶାଳ ବଣ, ବାଉଁଶ ବଣ ସଙ୍ଗରେ ଏକ ହୋଇ ନାନା ବର୍ଣ୍ଣରେ ଚିତ୍ର ବିଚିତ୍ର ଢେଉ ଢେଉକା ପାହାଡ଼, ମାଳ, କୋଠି କୋଠିକା କ୍ଷେତ ଓ ଗାଁକୁ ଚାହିଁ ରହି ଉପରର ସେହି ସ୍ୱାଧୀନ ମାಳುଆ ପବନରେ ଛାତି ଭର୍ତ୍ତି ନ କଲେ କନ୍ଧକୁ କନ୍ଧ ପରି ଲାଗେ ନାହିଁ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଶିବ ଭାଇର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।